महाप्रभु लिंगराजଙ୍କ अभड़ा सेवन ପାଇଁ प्रतिदिन शह शह लोकଙ୍କ समागम ହୋଇଥାଏ। ତେବେ ଜାଣନ୍ତି କି ଲିଙ୍ଗରାଜଙ୍କ ଅଭଡ଼ା କେଉଁଠାରୁ ଆସିଥାଏ? ଲିଙ୍ଗରାଜ ମନ୍ଦିରର ନିକଟରେ ରହିଛି ଅନନ୍ତ ବାସୁଦେବ ମନ୍ଦିର। ଏହି ମନ୍ଦିରରେ ଅନାଦି କାଳରୁ ପ୍ରସ୍ତୁତ ହୋଇ ଆସୁଛି ଅଭଡ଼ା। ଶ୍ରୀମନ୍ଦିର ସହ ଉକ୍ତ ମନ୍ଦିରଟିର ଅଭଡ଼ା ପ୍ରସ୍ତୁତ ଶୈଳୀର ଅନେକ ସାମଞ୍ଜସ୍ୟ ରହିଛି। ସେଥିପାଇଁ ଏହାକୁ ବିଶେଷ ମାନ୍ୟତା ମଧ୍ୟ ମିଳିଛି। ଅନନ୍ତ ବାସୁଦେବ ମନ୍ଦିର ଓଡ଼ିଶାର ସର୍ବପ୍ରାଚୀନ ଏବଂ ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ଗୋଟିଏ। ଭୁବନେଶ୍ୱରରେ ଅବସ୍ଥିତ ଏହି ମନ୍ଦିର ବିନ୍ଦୁ ସରୋବର ଏବଂ ଲିଙ୍ଗରାଜ ମନ୍ଦିର ନିକଟରେ ଅବସ୍ଥିତ। ଭଗବାନ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏହି ମନ୍ଦିର ସହରର କିଛି ବୈଷ୍ଣବ ମନ୍ଦିର ମଧ୍ୟରୁ ଗୋଟିଏ। ଏହି ମନ୍ଦିରରେ ପୂଜା ପାଉଥିବା ଦେବତାମାନେ ହେଲେ ଭଗବାନ ବିଷ୍ଣୁ, ଭଗବାନ ଅନନ୍ତ ଏବଂ ଦେବୀ ସୁଭଦ୍ରା। ମନ୍ଦିରର ଏକ ଆକର୍ଷଣୀୟ ସ୍ଥାନ ହେଉଛି ଏହାର ରୋଷେଇ ଘର, ଯେଉଁଠାରେ ମହାପ୍ରସାଦ ପ୍ରସ୍ତୁତ ହୁଏ, ଯାହା ଅବଢ଼ା ଭାବରେ ଜଣାଶୁଣା। ଏହି ଅବଢ଼ା ମାଟି ପାତ୍ରରେ କାଠ ଏବଂ ମାଟି ଚୁଲି ବ୍ୟବହାର କରି ପ୍ରସ୍ତୁତ ହୋଇଥାଏ। ଏହି ପବିତ୍ର ମନ୍ଦିର ଖାଦ୍ୟ ପ୍ରଥମେ ଦେବତାମାନଙ୍କୁ ଏବଂ ତାପରେ ମନ୍ଦିର ସଂଲଗ୍ନ ଭୋଗ ବଜାରରେ ଭକ୍ତମାନଙ୍କୁ ପରିବେଷଣ କରାଯାଏ। ସମଗ୍ର ପରିବେଶ ପୁରୀ ଜଗନ୍ନାଥ ମନ୍ଦିରର ଆନନ୍ଦ ବଜାର ସହିତ ସମାନ। ପୂର୍ବ ଗଙ୍ଗ ରାଜବଂଶର ରାଣୀ ଚନ୍ଦ୍ରିକା ଦେବୀ 1300 ଶତାବ୍ଦୀରେ ଅନନ୍ତ ବାସୁଦେବ ମନ୍ଦିର ନିର୍ମାଣ କରିଥିଲେ। ତଥାପି ଏହା ବିଶ୍ୱାସ କରାଯାଏ ଯେ ମନ୍ଦିର ନିର୍ମାଣ ପୂର୍ବରୁ ସେହି ସ୍ଥାନରେ ଭଗବାନ ବିଷ୍ଣୁଙ୍କ ଏକ ମୂର୍ତ୍ତି ପୂଜା କରାଯାଉଥିଲା। 1700 ଶତାବ୍ଦୀର ଶେଷ ଭାଗରେ ମରାଠାମାନଙ୍କ ଦ୍ୱାରା ମନ୍ଦିରର ପୁନର୍ନିର୍ମାଣ କରାଯାଇଥିଲା। ଅନନ୍ତ ବାସୁଦେବ ମନ୍ଦିର ଏହାର ଚମତ୍କାର କଳିଙ୍ଗ ଶୈଳୀ ସ୍ଥାପତ୍ୟ ପାଇଁ ବେଶ୍ ଜଣାଶୁଣା। ମନ୍ଦିରର ଏକ ଆକର୍ଷଣୀୟ ଦିଗ ହେଉଛି ଏହାର ସ୍ତମ୍ଭ ଏବଂ କାନ୍ଥ, ଯାହା ବିଭିନ୍ନ ବୈଷ୍ଣବ ଧର୍ମଗ୍ରନ୍ଥର ଅଧ୍ୟାୟଗୁଡ଼ିକୁ ଚିତ୍ରିତ କରୁଥିବା ଅନେକ ପ୍ରତିଛବି ସହିତ ଖୋଦିତ। ମନ୍ଦିରର ପ୍ରବେଶ ଦ୍ୱାର ମଧ୍ୟ ବିଭିନ୍ନ ଦେବାଦେବୀଙ୍କ ଚିତ୍ର ସହିତ ଖୋଦିତ ହୋଇଛି, ଯାହା ବିଭିନ୍ନ ପୌରାଣିକ କାହାଣୀକୁ ଚିତ୍ରଣ କରେ। ମନ୍ଦିରରେ ବିଭିନ୍ନ ପ୍ରତିଛବି ସହିତ ଖୋଦିତ ଲମ୍ବା ଶିଖର ମଧ୍ୟ ରହିଛି। ମୁଖ୍ୟ ମନ୍ଦିରଟି 4 ଭାଗରେ ବିଭକ୍ତ: ଗର୍ଭଗୃହ, ଜଗମୋହନ, ଭୋଗ ମଣ୍ଡପ ଏବଂ ନାଟ ମନ୍ଦିର। ମୁଖ୍ୟ ଗର୍ଭଗୃହରେ ପ୍ରଭୁ ବଳରାମ, ଭଗବାନ କୃଷ୍ଣ ଏବଂ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି ରହିଛି। ମୂର୍ତ୍ତିଗୁଡ଼ିକ କଳା ଗ୍ରାନାଇଟ୍ ପଥରରେ ତିଆରି। ପ୍ରଭୁ ବଳରାମଙ୍କ ମୂର୍ତ୍ତିକୁ 7 ଫଳଯୁକ୍ତ ସର୍ପ ତଳେ ଠିଆ ହୋଇଥିବା ଭାବରେ ଚିତ୍ରିତ କରାଯାଇଛି। ପ୍ରଭୁ ବଳରାମଙ୍କ ମୂର୍ତ୍ତିକୁ 7 ଫଣାଯୁକ୍ତ ସର୍ପ ତଳେ ଠିଆ ହୋଇଥିବା ଭାବରେ ଚିତ୍ରିତ କରାଯାଇଛି। ସେହିପରି ଭାବେ ଭଗବାନ କୃଷ୍ଣଙ୍କ ମୂର୍ତ୍ତିକୁ ଶଙ୍ଖ, ଗଦା ଓ ଚକ୍ର ଧରିଥିବା ଭାବରେ ଚିତ୍ରିତ କରାଯାଇଛି। ଦେବୀ ସୁଭଦ୍ରାଙ୍କ ମୂର୍ତ୍ତିକୁ ହାତରେ ଏକ ପଦ୍ମ ଧରିଥିବା ଭାବରେ ଚିତ୍ରିତ କରାଯାଇଛି।